ହେଇଛି। ବଶିଷ୍ଠ ଡକେଇ ଆଣିଛନ୍ତି ଯେ ଅଯୋଧ୍ୟାରେ ରାଜସିଂହାସନ ଏଇଭଳି ଭାବରେ ବିପନ୍ନ। ମହାରାଜା ଦଶରଥ ରାଜା ରାମଚନ୍ଦ୍ର ବନଗମନର 7 ଦିନରେ ମୃତ୍ୟୁବରଣ କରିଛନ୍ତି। ତ ତୁମେ ଶୀଘ୍ର ଆସ। ଯେଉଁ ଦେଶରେ ରାଜା ନାହାନ୍ତି ସେ ରାଜ୍ୟ ହେଉଛି ଅରାଜକ। ତାଙ୍କୁ ଚୋର ଖଣ୍ଟ ସମସ୍ତେ ସେ ରାଜ୍ୟ ଉପରେ ଆକ୍ରମଣ କରିବେ। ଆପଣ ଶୀଘ୍ର ଆସନ୍ତୁ, ଆପଣ ରାଜା ହିଁ ହେବେ, ପିତାଙ୍କ ଆଦେଶ ଅନୁସାରେ ଆପଣ ରାଜା ହେବେ। ଭରତ ଆସିଛନ୍ତି, ଅବଗତ ସବୁ ହେଇଛନ୍ତି। ଅବଗତ ହେଲା ପରେ ଆଗ କୈକେୟୀ ପାଖକୁ ଯାଇଛନ୍ତି। ମା, ତୁ ମୋର ମା, ମତେ କାହିଁକି ଗର୍ଭରେ ଧରିଥିଲୁ? ଏତେ କୁଟିଳ କାମ କଲୁ, ତୁ ପାପିଷ୍ଟି, ତୋତେ ତୁ ମା ହବାର ଯୋଗ୍ୟ ନୁହଁ। ତୁ ମୋର ମା ନୁହେଁ, ମୁଁ ଆଜିଠୁ ତତେ ମା ବୋଲି ଡାକିବିନି। ଡାକି ନାହାନ୍ତି 14 ବର୍ଷ କୈକେୟୀଙ୍କୁ ମା ବୋଲି ଡାକି ନାହାନ୍ତି। ମୋର ଜ୍ୟେଷ୍ଠ ଭ୍ରାତା ଶ୍ରୀରାମ ଯାହାର ଅଧିକାର ଥିଲା ସିଂହାସନରେ, ତୁ ତାଙ୍କ ଅଧିକାରକୁ ଛଡ଼େଇ ଆଣିଲୁ। ଆରେ ମୁଁ ତୋ ପାଇଁ ଛଡ଼େଇ ଆଣିଲି, ତୁ ନିଷ୍କଣ୍ଟକ ରାଜ୍ୟ ଭୋଗ କରିବୁ। ମୁଁ ସେଇଥିପାଇଁ ତାଙ୍କୁ 14 ବର୍ଷ ବନବାସ ପଠେଇଦେଲି। ତା ସାଥିରେ ବି ଲକ୍ଷ୍ମଣ ଯାଇଛି, ରାମ ଯାଇଛି, ଲକ୍ଷ୍ମଣ ବି ଯାଇଛି। ତୋତେ ବିରୋଧ କରିବାକୁ କେହି ନାହାନ୍ତି। ତୁ ନିଷ୍କଣ୍ଟକ ରାଜ୍ୟ ଭୋଗ କଲା ଧିକ୍। এই ଛାର ରାଜ୍ୟ ପାଇଁ, ଛାର ସିଂହାସନ ପାଇଁ ତୁ ମୋର ଦେବତା ଭଳିଆ ଭାଇକି ପଠେଇଦେଲୁ ଜଙ୍ଗଲକୁ। ମୁଁ ଏଠି ଘଣ୍ଟାଟେ ବି ରହିବିନି, ମିନିଟିଏ ବି ରହିବିନି। ମୁଁ ଚାଲିଲି ରାମଙ୍କ ପାଖକୁ। ପିତାଙ୍କର ଅନ୍त्यେଷ୍ଟି ସାରି ସିଏ ବାହାରିଛନ୍ତି ରାମଚନ୍ଦ୍ରଙ୍କ ପାଖକୁ। ୟା ଭିତରେ 15 ଦିନ ହେଇଯାଇଛି। ଆପଣମାନେ ଜାଣିନଥିବେ ଗୋଟେ ଛୋଟିଆ କଥା। ଚିତ୍ରକୂଟରେ ରାମ ଲକ୍ଷ୍ମଣ ସୀତା 3 ଜଣ ଯାକ ଅବସ୍ଥାନ କରୁଛନ୍ତି। ଲକ୍ଷ୍ମଣ 2ଟି କୁଡ଼ିଆ କରିଦେଇଛନ୍ତି। ଗୋଟି ଘରେ ରାମ ସୀତା ରହୁଛନ୍ତି, ଗୋଟି ଘରେ ସେ ରହୁଛନ୍ତି। ତାଙ୍କର ତ ଖାଦ୍ୟ ନଥିଲା କି ତାଙ୍କର ତ ନିଦ୍ରା ବି ନଥିଲା, ଆପଣମାନେ ଜାଣିଛନ୍ତି। ଦିନେ ସେଇ ଚିତ୍ରକୂଟର ଅଧିଷ୍ଠାତ୍ରୀ ଦେବୀ ରାମଙ୍କୁ ଦେଖାଦେଲେ। ରାମକୁ କହିଲେ, ପ୍ରଭୁ ମୁଁ ଆପଣଙ୍କର କି ସେବା କରିବି? କହିଲେ, ଆରେ ତମେ କ'ଣ ଆମର ସେବା କରିବ? ମୋର କିଛି ସେବା କରିବା ଦରକାର ନାହିଁ, ମୋ ଭାଇ ଅଛି, ମୋର ବହୁତ ସେବା କରୁଛି। ନା ତ, ଆପଣ ମୋତେ କିଛି ଟିକେ ସେବା କରିବାର ସୁଯୋଗ ଦେବେ। ମୁଁ କ'ଣ ସୁଯୋଗ ଆଉ ଦେବି ତମକୁ? କ'ଣ ସେବା କରିବି? ହଉ ଯଦି କହୁଛ ତାହେଲେ ଆମେ 3 ଜଣ ଯାକ ଯେତେବେଳେ ଆସିଲୁ ଏଇ ଜଙ୍ଗଲକୁ, ବାଟରେ ବହୁତ କଣ୍ଟା ଥିଲା। ମୁଁ କଣ୍ଟାକୁ ସଫା କରିକିନା ଆସିଲି। ମୁଁ ପଛେ ପଛେ ସୀତା, ତା ପଛେ ପଛେ ଲକ୍ଷ୍ମଣ ଆସୁଛନ୍ତି। ତ କଣ୍ଟାକୁ ମୁଁ ସଫା କରି ଆସିଛି। ଦେବୀ 15 ଦିନ ହେଇଗଲାଣି, ସେ କଣ୍ଟା ପୁଣି ବଢ଼ିଯିବଣି। ସେ କଣ୍ଟାଟାକୁ ଟିକେ ସଫା କରିଦିଅନ୍ତନି। ଦେବୀ କହିଲେ କି କଥା ଆପଣ କହୁଛନ୍ତି? ଆପଣ ଜଙ୍ଗଲରେ ବଣରେ ରହିବେ 14 ବର୍ଷ, ଏ 7 ଦିନରେ 15 ଦିନରେ ଯେଉଁ କଣ୍ଟା ହେଇଛି, ମୁଁ କଣ୍ଟାଟାକୁ ସଫା କରିବି, ଆପଣ ତ ଘରକୁ ଫେରିବେନି ନା। ମୁଁ ସିନା ଘରକୁ ଫେରିବେନି, ମୁଁ ଠିକ ଭାବରେ ଜାଣିଛି। ମୋ ମହାତ୍ମା ଭାଇ, ମୋ ଭାଇ ଭରତ ମହାତ୍ମା, ସେ ମୋତେ ନ ଦେଖି ରହିପାରିବନି ଅଯୋଧ୍ୟାରେ। ସେ ନିଶ୍ଚୟ ମୋ ପାଖକୁ ଆସିବ, ତା ପାଦରେ କଣ୍ଟା ଫୁଟିଯିବ। ତମେ ସଫା କରିଦିଅ, ସଫା କରିଦିଅ। ଦେବୀ ଆଶ୍ଚର୍ଯ୍ୟ ହେଇଗଲେ। ସେ ତ ଦେବୀ ଥିଲେ ନା, ତଥାପି ସେ ଆଶ୍ଚର୍ଯ୍ୟ ହେଇଗଲେ। କହିଲେ, ଇଏ କି ଭାଇ? ବଡ଼ ଭାଇ ଆଉ ସାନ ଭାଇଙ୍କ ପାଇଁ କଣ୍ଟା ସଫା କରୁଛି, ଯିଏକି ତା ରାଜ ସିଂହାସନ ଭୋଗ କରିବ ବୋଲି ମା ତାକୁ ଛଡ଼େଇ ନେଇଛି। ହଉ, ଏ ଟିକି ଟିକି କଥା ସବୁ, କିଛି ଟିକି ଟିକି କଥା ଆପଣମାନଙ୍କୁ ଜଣେଇବାକୁ ଇଚ୍ଛା ହେଉଥିଲା। ଭରତ ଆସିଛନ୍ତି, ତାଙ୍କର ପରିଷଦ ବର୍ଗ ମନ୍ତ୍ରୀ ସହିତ, ତାଙ୍କର ସୈନ୍ୟ ସାମନ୍ତ ସହିତ ସେ ଚାହିଁଛନ୍ତି ମୁଁ ଭାଇଙ୍କ ନିକଟକୁ ଆସିଛନ୍ତି, ଫେରେଇ ନେଇଯିବି ଭାଇଙ୍କୁ। ଯେଉଁ ଖବର ନେଲେ ଚିତ୍ରକୂଟରେ, ଯେଉଁଠୁ ଯେତେ ପର୍ଯ୍ୟନ୍ତ ଦୃଶ୍ୟ ହେଉଥିଲେ ରାମ ଲକ୍ଷ୍ମଣ ସୀତା ବସିଛନ୍ତି, ସେ ଦୃଶ୍ୟମାନ ହେବା ପର୍ଯ୍ୟନ୍ତ ସେ ବସିଥିଲେ ପାଲିଙ୍କିରେ। ସେଇଠୁ ଓହ୍ଲେଇଲେ। ଯେବେଠୁ ଦେଖିଲେ ରାମଙ୍କୁ, ସେବେଠୁ ଓହ୍ଲେଇଲେ। ଖାଲି ପାଦରେ ଆଣ୍ଠେଇ ମୁଣ୍ଡିଆ ମାରି ରାମଙ୍କ ପାଖରେ ଆସି ପଡ଼ିଗଲେ ଗୋଡ଼ ତଳେ। ଭୋ ଭରଡ଼ି ଛାଡ଼ୁଛନ୍ତି, ଭାଇ ମୋରି ଯୋଗୁଁ, ମୁଁ କରିଛି ଏସବୁ କାଣ୍ଡ, ମୁଁ କରିଛି ବୋଲି ଭାବନ୍ତୁ। ଆରେ ତୁ କେମିତି କଲୁ?